ଆଜି ହେଉଛି ଜାନୁଆରୀ ମାସ 26 ତାରିଖ ସାଧାରଣତନ୍ତ୍ର ଦିବସ। ଆଜି ଆମେ ଆମ ଦେଶର 77ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛନ୍ତି। ଏହି ସାଧାରଣତନ୍ତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଯାହା ନାହିଁ ଭାରତେ ତାହା ନାହିଁ ଜଗତ। ଗଣତନ୍ତ୍ର ଶବ୍ଦର ଅର୍ଥ ହେଉଛି ଲୋକମାନେ ଓ ତନ୍ତ୍ରର ଅର୍ଥ ହେଉଛି ଶାସନ। ଏହାର ଅର୍ଥ ହେଉଛି ଲୋକମାନଙ୍କର ଶାସନ। 1950 ମସିହାରେ ଆମ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ଆମ ଦେଶ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। 2 ବର୍ଷ 11 ମାସ 18 ଦିନରେ ଆମ ସମ୍ବିଧାନକୁ ଲେଖାଯାଇଥିଲା। ଡକ୍ଟର ଭୀମରାଓ ଆମ୍ବେଦକର ଆମ ସମ୍ବିଧାନର ଜନକ। ଆମ ଦେଶ ସମ୍ବିଧାନରେ 448 ଧାରା 25 ଭାଗ 12ଟି ଅନୁଚ୍ଛେଦ ଅଛି, ଯାହାକୁ 1950 ମସିହା ଜାନୁଆରୀ ମାସ 26 ତାରିଖରୁ ଆମ ଦେଶରେ ପରିଚାଳିତ ହୋଇଆସୁଛି। ଭାରତର ସମ୍ବିଧାନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମ ଦେଶ ପ୍ରତ୍ୟେକ ଲୋକଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ। ଆଜିର ଏହି ପବିତ୍ର ଦିନରେ ଆମେ ସମସ୍ତେ ଏହି ଜାତୀୟ ପତାକା ତଳେ ଶପଥ ନେବା ଯେ ଓ କିଭଳି ଭାବରେ ଆମ ଦେଶକୁ ଏକ ପ୍ରଗତିଶୀଳ ଭାରତବର୍ଷରେ ପରିଣତ କରିବା। ଏତିକି କହି ମୁଁ ମୋର ବକ୍ତବ୍ୟଟି ଶେଷ କରୁଛି। ଇଷ୍ଟ ୱେଷ୍ଟ